ବ୍ଲକ ଜର୍ତିରା ପଞ୍ଚାୟତ ଠାରେ ଥିବା ଶନିଶ୍ଚର ପୀଠରେ ଶତାଧିକ ଭକ୍ତ କଲେ ଜଳାଭିଷେକ। ଆଜି ଆମ ପଞ୍ଚାୟତର 14 ବାର୍ଷିକ ଶନିଶ୍ଚରଙ୍କର ଜନ୍ମୋତ୍ସବ ତ ସରିଛି। ବର୍ତ୍ତମାନ ତାଙ୍କର ଯେଉଁ ଜଳାଭିଷେକ ପର୍ବ ଅନୁଷ୍ଠିତ ହେଉଛି ଆମ ପଞ୍ଚାୟତରେ। ବହୁ ଲୋକମାନେ ଆସିକିରି ଶନି ଠାକୁରଙ୍କର ଆଶୀର୍ବାଦ ଭିକ୍ଷା କରୁଛନ୍ତି, ଲାଭ କରୁଛନ୍ତି। କମିଟି ତରଫରୁ ସୁବନ୍ଦୋବସ୍ତ କରାଯାଇଥିଲା। ଦୂର ଦୂରାନ୍ତରରୁ ଭକ୍ତମାନେ ଆସି ଗ୍ରହରାଜଙ୍କୁ ପୂଜାର୍ଚ୍ଚନା କରିବା ସହ ଶନିଶିଳାରେ ଜଳ ଲାଗି କରିଥିଲେ। କଟକରୁ ଆଇଛି। ହଁ ଭଲ ଦର୍ଶନ କଲି। ଏବେ ଆସି ପହଞ୍ଚିଲି ଦର୍ଶନ କରିବା। ନାଇଁ ପ୍ରସାଦ ପାଇନି, ପାଇବୁ ପ୍ରସାଦ। ଆମେ ତିର୍ତ୍ତୋଲରୁ ଏବେ ଆସିଲୁ ଆଉ। ହଁ ପାଣି ଢାଳ। କଟକରୁ ଆସିଛୁ ଆଜ୍ଞା। ନାଇଁ ଢାଳିନି, ଦର୍ଶନ କରିବାକୁ ଆଇଲି। ଓମ୍ ଶନିଶ୍ଚରାୟ ନମଃ। ଠାକୁରଙ୍କର ଅନୁକରଣ ସେବକ ହିସାବରେ ମୁଁ ଶ୍ରୀଯୁକ୍ତ ମିହିର ରଞ୍ଜନ ପଣ୍ଡା ଦ୍ୱାଦଶ ବର୍ଷର ଶନିଶ୍ଚରଙ୍କର ଜଳାଭିଷେକ ସମସ୍ତ ଗ୍ରାମବାସୀ ବୃନ୍ଦ ଏବଂ ସମସ୍ତ ସଭ୍ୟବୃନ୍ଦ ତାଙ୍କ ପରିଚାର କମିଟି ବୃନ୍ଦ ସମସ୍ତଙ୍କର ଆନୁକୂଲ୍ୟରେ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କର ଦ୍ୱାଦଶ ବର୍ଷର ଜଳାଭିଷେକ ପ୍ରାତଃ 4ଟାରୁ ଆରମ୍ଭ ହୋଇଛି। ସନ୍ଧ୍ୟା 6ଟାରେ ସମାପନ ହେବ। ଠାକୁରଙ୍କର ପ୍ରଥମ ଅଭିଷେକ ଘୃତାଭିଷେକ, କ୍ଷୀରାଭିଷେକ, ଘୃତାଭିଷେକ, ମଧୁ ଅଭିଷେକ, ପଞ୍ଚ ଅଭିଷେକ କରାଯାଇ ଠାକୁରଙ୍କର ଉପଚାର ପୂଜା, ଆବରଣ ପୂଜା, ଆୟୁଧ ପୂଜା ଏବଂ ଧୂପ ଦୀପ ନୈବେଦ୍ୟ ଆରତି ଠାକୁରଙ୍କର ଯଜ୍ଞ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ଭକ୍ତବୃନ୍ଦମାନେ ବହୁ ସଂଖ୍ୟାରେ ଜଳାଭିଷେକ କରୁଛନ୍ତି। ସାନନ୍ଦର ସହ ମହାପ୍ରସାଦ ସେବା ଖଳାରେ ଚାଲିଛି। ତିର୍ତ୍ତୋଲରୁ ଶିବର୍ଚ୍ଛ ପାଢ଼ୀଙ୍କ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।